ସୁମେରୁ ନିକଟରେ ଗଙ୍ଗା ଦେବୀ କଥନ ପାଇ ରହିଯିବାରୁ ଗଙ୍ଗାଙ୍କ ବାକ୍ୟେ ଭଗୀରଥୀ ଇନ୍ଦ୍ରଙ୍କ ଠାରୁ ଐରାବତ ହସ୍ତି ଆଣିବା ପାଇଁ ତପସ୍ୟା। ଶୁଣନ୍ତୁ ବିଦନେ ଦେଇ ମନ କର୍ଣ୍ଣ ବିଷ୍ଣୁ ନଖ କୋଣ ଗଙ୍ଗା ହୋଇ ଉତ୍ତପନ ହିମାଳୟରୁ ବହି ପଡ଼ି ଶିବଙ୍କ ଜଟାରେ ବହି ଆସୁଥିଲେ ଭଗୀ ରଥର ପଛରେ ବହୁ ଦୂର ପଥ କ୍ରମ କରି ଯାଇ ମେରୁ ମେଖଳ ନିକଟେ ମିଳିଲେ କତହି ଷଷ୍ଠ ସହସ୍ର ଯୋଜନ ଉଚ୍ଚ ମେରୁ ଗିରି ଶକ୍ତି ନାହିଁ ପାରିବାକୁ ଅତିକ୍ରମ କରି ତାହାର ପାଦ ଦେଶରେ ଗର୍ଭିକ ଅଛନ୍ତି ପାତାଳ ପୁର ସମାନ ଦୂରୁ ଯେ ଦିଶୋଇ ସେଠା ଭରେ ଗଙ୍ଗା ଯାଇ ମିଳନ୍ତେ ବହନ ପଶିନ ଯେ ଗର୍ଭ ମଧ୍ୟରେ ହୋଇଲେ କରିନ ମେରୁ ଅତିକ୍ରମ କରି ଆସି ନ ପାରିଲେ ବହୁଦିନ ସେଠା ଭରେ ଅଟକି ରହିଲେ ଦେଖି ଭଗୀରଥ ମନେ ମହାଭୟ ପାଇ ଗଙ୍ଗାକୁ ବୁଝିଲେ କର ଦୋଳି ସେଉ ଯାଇ କହିଲେ କି ପାଇଁ ମାତ ରହିଲ ଏ ସ୍ଥାନ ଟାଣୁ ଟାଣୁ ବହିଲାଣି ଆସିବ ଦିନ ଗଙ୍ଗା ବୋଇଲେ ଶୁଣ ହେ ଦିଲୀପ ନନ୍ଦନ ଯାଇ ନ ପାରଇ ମେରୁ କରି ପ୍ରଦକ୍ଷିଣ ସର୍ବଶ୍ରେଷ୍ଠ ଗିରି ଏ ଯେ ପୃଥିବୀର ମୂଳ ବିହାର କରନ୍ତି ଚନ୍ଦ୍ର ସୂର୍ଯ୍ୟ ଏହି ତଳ ମୋ ଶକ୍ତି ନାହିଁ ଯାଇ ନ ପାରିବି ଡେଇଁ ଇନ୍ଦ୍ରକୁ ମାଗିଲ ଐରାବତ ବାଣ ଦୁହେଁ ପର୍ବତରେ ଦନ୍ତ ମାରି କରିଲେ ସେ ପଦ ସେହି ବାଟେ ଯିବି ମୁହିଁ ତୋରି ସଙ୍ଗତ ଆଜ୍ଞା ପାଇ ଭଗୀରଥ ଶୀଘ୍ର ଚଳିଗଲା ଏକାଗ୍ର ଚିତ୍ତରେ ଇନ୍ଦ୍ରେ ତପସ୍ୟା କରିଲା ତପେ ସନ୍ତୁଷ୍ଟ ହୋଇଣ ଦେବ ପୁରନ୍ଦର ଐରାବତ ଚଢି ଉଭା ହୋଇଲେ ଅଗାର ବୋଇଲେ କି ପାଇଁ ମୋତେ ଡାକୁ ଆଜି